ଦେଖନ୍ତୁ ପିଏମ୍ ଆବାସ ଯୋଜନାରେ ବଡ଼ ପରିବର୍ତ୍ତନ ଏବେ ମାନିବାକୁ ପଡିବ ନାହିଁ 3ଟି ସର୍ତ୍ତ। ତ ଦେଖନ୍ତୁ ଆପଣମାନେ ଜାଣିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେବାକୁ ହେଲେ ପୂର୍ବେ 13ଟି ସର୍ତ୍ତ ମାନିବାକୁ ପଡୁଥିଲା, ଯାହାକି ଆପଣମାନେ 13ଟି ସର୍ତ୍ତ ଥିଲା ଆପଣମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇପାରୁ ନଥିଲେ। ତ କଣ ଅପଡେଟ୍ ରହିଛି, ଏବେ କିନ୍ତୁ 3ଟି ସର୍ତ୍ତ ବାଦ କରାଯାଇଛି। ତ ଦେଖନ୍ତୁ ଶେଷ ପର୍ଯ୍ୟନ୍ତ ଫୁଲ ଷ୍ଟେପ୍ ବାଇ ଷ୍ଟେପ୍ କଣ ରହିଛି, 3ଟି ସର୍ତ୍ତ ହଟାଯାଇଛି। କଣ ହଟାଯାଇଛି ଦେଖନ୍ତୁ, 3ଟି ସର୍ତ୍ତ ଆଉ 10ଟି କଣ ରହିଛି ଆପଣମାନେ ଜାଣିପାରିବେ। ତ ଶେଷ ପର୍ଯ୍ୟନ୍ତ ଫୁଲ ଷ୍ଟେପ୍ ବାଇ ଷ୍ଟେପ୍ ଦେଖନ୍ତୁ। ତ ଦେଖନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହିତ ଜଡିତ ଏକ ଅସ୍ୱାସ୍ଥ୍ୟ ଖବର ସାମ୍ନାକୁ ଆସିଛି। ସରକାର ଯୋଗ୍ୟତା ସର୍ବାବଳୀରେ ପରିବର୍ତ୍ତନ କରୁଥିବାରୁ ଏବେ ଅଧିକ ଲୋକ ଏହି ଯୋଜନାର ଲାଭ ଉଠାଇ ପାରିବେ। ପୂର୍ବରୁ ଏହି ଯୋଜନାରେ ଆବେଦନ କରିବା ପାଇଁ 13ଟି ସର୍ତ୍ତ ପୂରଣ କରିବା ଜରୁରୀ ଥିଲା। ଏବେ ଏହି ସଂଖ୍ୟା 10କୁ ହ୍ରାସ କରାଯାଇଛି। ତ ଦେଖନ୍ତୁ ପୂର୍ବ 13ଟି ସର୍ତ୍ତ ମଧ୍ୟରୁ ଏହି 3ଟି ପ୍ରମୁଖ ସର୍ତ୍ତକୁ ହଟାଇ ଦିଆଯାଇଛି। ଯୋଉଟା କି ପ୍ରଥମ ଦେଖନ୍ତୁ, ଏହି ଆପଣଙ୍କର ସ୍କୁଟି ବାଇକ୍ ଅଛି ତେବେ ଆପଣ ମଧ୍ୟ ଏବେ ଯୋଗ୍ୟ। ତ 2ରେ ଦେଖନ୍ତୁ ଗ୍ୟାସ୍ ଚୁଲା ଥିବା ଆଉ ଯୋଗ୍ୟତାର କାରଣ ନୁହେଁ। 3ରେ ଏବେ ବିଦ୍ୟୁତ ସଂଯୋଗ ନଥିବା ମଧ୍ୟ ଏକ ବାଧ୍ୟତାମୂଳକ ସର୍ତ୍ତ ନୁହେଁ। ତ ଏଇ 3ଟି ହଟାଯାଇଛି ଜାଣିଲେ। ଏବେ ଏହି 10ଟି ସର୍ତ୍ତ ପୂରଣ କରିବାକୁ ପଡିବ। ତ ଦେଖନ୍ତୁ ଏଇ 10ଟି କଣ ରହିଛି, 1 ମହିଳା ମୁଖ୍ୟ ପରିବାର, 2 ପରିବାରର କୌଣସି ପ୍ରସ୍ତାବ ବୟସ 16ରୁ 59 ବୟସ ସଦସ୍ୟ ନାହାନ୍ତି, 3ରେ କୌଣସି ସାକ୍ଷାତର ସଦସ୍ୟଙ୍କ ବୟସ 25 ବର୍ଷରୁ ଅଧିକ ହେବା ଉଚିତ ନୁହେଁ, 4 ଦେଖନ୍ତୁ ପରିବାରର ଜଣେ ଦିବ୍ୟାଙ୍ଗ ସଦସ୍ୟ କିମ୍ବା ବୟସ୍କ ବ୍ୟକ୍ତି ରହିବା, 5 ଦେଖନ୍ତୁ କେବଳ ସାଧାରଣ ଶ୍ରମିକ ନିର୍ଭର କରୁଥିବା ଭୂମିହୀନ ପରିବାର, 6 ଦେଖନ୍ତୁ ବାସହୀନ ପରିବାର କିମ୍ବା କେବଳ ଗୋଟିଏ କୋଠରୀରେ ରହୁଥିବା ପରିବାର, 7ରେ ଦେଖନ୍ତୁ ଏସି ଏସଟି କିମ୍ବା ସଂଖ୍ୟାଲଘୁ ସମ୍ପ୍ରଦାୟର ପରିବାର, 8ରେ ଦେଖନ୍ତୁ ଶୌଚାଳୟ ନାହିଁ, 9ରେ ଦେଖନ୍ତୁ ଶିକ୍ଷା କିମ୍ବା ନିଯୁକ୍ତର ଅଭାବ, 10 ଦେଖନ୍ତୁ ଅନ୍ୟ ସାମାଜିକ ଆର୍ଥିକ ଆବଶ୍ୟକତା। ତ ଏଇଭଳିଆ ଯଦି ଆପଣଙ୍କ ଏଇ 13ଟି ପୂର୍ବେ ଥିଲା କିନ୍ତୁ ଏବେ 3ଟି ହଟାଯାଇଛି। ତ ଏଇଭଳିଆ ଆଜି ଥିଲା। ଆଶା କରୁଛି ଭିଡିଓ ଭଲ ଲାଗିବ, ତାହେଲେ ସେୟାର କରନ୍ତୁ, ଲାଇକ୍ କରନ୍ତୁ।